ମୁଁ ଶ୍ରୀ କାଳିଚରଣ ନାୟକ ଓଡ଼ିଶା ପବ୍ଲିକ୍ ଭ୍ୟୁ ଟିଭିକୁ ମୁଁ ସ୍ୱାଗତ ଜଣାଉଛି। ଏହି ଓଡ଼ିଶା ପବ୍ଲିକ୍ ଭ୍ୟୁ ଟିଭି ମାଧ୍ୟମରେ କିଛି କଥା ଆପଣମାନଙ୍କ ସମ୍ମୁଖରେ ରଖୁଛି। ଭଲ ଲାଗିଲେ ସେୟାର କରିବେ। ଆପଣମାନେ ଜାଣିଛନ୍ତି ଭାରତ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର ଏବଂ ଆମେ ସଭିଏ ଭାରତୀୟ। ସନାତନ ଧର୍ମ କହିଲେ ବୈଦିକ ଧର୍ମ, ଯାହାକି ସାର୍ବଜନୀନ ଅଟେ। ଏହାକୁ ସଂକୁଚିତ କରା ନ ଯାଉ, ଏହା ସଭିଏ ଅନୁଭବ କରିବା ଦରକାର। ଓଡ଼ିଆ କହୁଥିବା ବ୍ୟକ୍ତିମାନେ ଏବଂ ଓଡ଼ିଶାରେ ରହୁଥିବା ବ୍ୟକ୍ତି ଅଭିନ୍ନ ନୁହନ୍ତି, ସଭିଏ ଏକ ଅଟନ୍ତି। ସେମାନେ ଜାଣି ରଖିବା ଦରକାର ଯେ ଆମେ ସଭିଏ ଏ ଉତ୍କଳର ସନ୍ତାନ। ଉତ୍କଳ ଆମ ପାଇଁ ଗୌରବ। ଓଡ଼ିଆ ଆମର ମାତୃଭାଷା। ଏହାର ବ୍ୟତିକ୍ରମ ଘଟିଲେ କ୍ଷତି ଆମର ହିଁ ହେବ। ଗୋଟିଏ ଦାନ୍ତକାଠି ବିଡ଼ାକୁ ଯଦି ଭାଙ୍ଗିବାକୁ ଦିଆଯିବ, ତାହା ଭାଙ୍ଗି ପାରିବେ ନାହିଁ। ତାକୁ ଖଣ୍ଡେ କାଠି ଯଦି ଖୋଲିକି ଦିଆଯିବ, ତାହେଲେ ଯେକୌଣସି ବ୍ୟକ୍ତି ତାକୁ ଭାଙ୍ଗି ଦେଇପାରିବ। ତେଣୁ ଆମର ଏକତା ସବୁବେଳେ ବଜାୟ ରହିବା ଦରକାର। ବର୍ତ୍ତମାନ ସମୟ ହେଉଛି ପ୍ରଗତିର ସମୟ ଏବଂ ପ୍ରଗତିର ସମୟରେ ଆମେ ସଭିଏ ଉନ୍ନତ ସ୍ତରକୁ ଉଠିବାକୁ ପ୍ରୟାସ କରୁଛେ। ଯେଉଁମାନେ ପଛରେ ରହିଯାଇଛନ୍ତି ସେମାନଙ୍କୁ ଉଠାଇବା ପାଇଁ ଧ୍ୟାନ ଦିଆଯାଉଛି। ବର୍ତ୍ତମାନ ପ୍ରଗତିର ସରକାର ଶାସନ କ୍ଷେତ୍ରରେ ମଧ୍ୟ ବିଭିନ୍ନ ଉନ୍ନତିର କଥା ଚିନ୍ତା କରାଯାଉଛି। ପରିବର୍ତ୍ତନ ସ୍ୱର ପ୍ରଚାର ପ୍ରସାର ଚାଲିଛି। ଧନଜୀବନ ଯେପରି ସୁରକ୍ଷା ରହିବ, ସେମାନେ ଯେପରି ଉନ୍ନତି ପଥକୁ ଆଗେଇବେ, ବର୍ତ୍ତମାନ ସରକାରଙ୍କର ମୂଳ ଲକ୍ଷ୍ୟ ରହିଛି ଏବଂ ରହିବା ଧ୍ୟାନ ଦେବା ମଧ୍ୟ ଆବଶ୍ୟକ ଅଟେ। ଏହି ଚିନ୍ତନ ନେଇ କାର୍ଯ୍ୟ କରୁଥିବା ଆଜିର ଲୋକପ୍ରିୟ ସରକାରଙ୍କୁ ଅଶେଷ ଧନ୍ୟବାଦ। ପ୍ରଜାମାନଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା ଯେକୌଣସି ଉନ୍ନୟନ ପଦକ୍ଷେପକୁ ସର୍ବଦଳୀୟ ମାଧ୍ୟମରେ ଉତ୍ସାହ ଓ ସମର୍ଥନ କରିବା ମଧ୍ୟ ଦରକାର। ସେ ସମୟ ଆସିଛି। ବିରୋଧ ଭାବ ରଖିବା ଦ୍ୱାରା ତଳେ ରହିଯାଉଥିବା ଗରିବ, ଅନୁନ୍ନତ, ଦଳିତ ପରିବାରର ଲୋକମାନେ ବହୁତ କ୍ଷତିର ସମ୍ମୁଖୀନ ହେବେ। ଆମ ଦେଶ ପ୍ରାଚୁର୍ଯ୍ୟର ଦେଶ। ସବୁ ଥାଇ ଆମେ ଗରିବ ହେବା ଆଦୌ ଶୋଭନୀୟ ନୁହେଁ। ପ୍ରଥମେ ଆମେ ଗ୍ରାମାଞ୍ଚଳର ବିକାଶ ହେବା ପାଇଁ ଧ୍ୟାନ ଦେବା ଦରକାର। ଯେହେତୁ ଗ୍ରାମର ବିକାଶ ହେଲେ ଦେଶର ବିକାଶ ହେବ, ସହରର ବିକାଶ ହେବ, ରାଜ୍ୟର ବିକାଶ ହେବ ଏବଂ ଗ୍ରାମାଞ୍ଚଳର ସାଧାରଣ ମଣିଷଟିଏ ସହର ଆଡ଼କୁ ଆକୃଷ୍ଟ ହେବ ନାହିଁ ଏବଂ ସେ ସେହି ସ୍ତରରେ ସମସ୍ତ ପ୍ରକାର ସହରୀ ସୁବିଧା ସେ ପାଇପାରିବ। ପ୍ରସ୍ତାବ ମଧ୍ୟରେ ଅନେକ ରହିଛି। ସେଥିମଧ୍ୟରୁ ମୁଁ କେତୋଟି ବିଷୟ ଆଲୋଚନା କରିବା ପାଇଁ ପ୍ରୟାସ କରୁଛି।
ଗ୍ରାମାଞ୍ଚଳର ଚାଷୀମାନଙ୍କର ଉନ୍ନତି କରିବା ପ୍ରାଥମିକ ଲକ୍ଷ୍ୟ ରହିବା ଦରକାର। ଯେହେତୁ ଚାଷୀ ଚଷାର ଉନ୍ନତି ଘଟିଲେ ଆମର ଜୀବନ ଜୀବିକାର ସମୃଦ୍ଧି ଘଟିପାରିବ। ଆଜିକାଲି ଚାଷ କ୍ଷେତ୍ରରେ ସାଧାରଣତଃ ଚାଷୀ ବା ସାଧାରଣ ମୂଲିଆ ମଜୁରିଆ ମିଳିବା ମଧ୍ୟ କଷ୍ଟ ହୋଇସାରିଲାଣି। ଯେକୌଣସି ଲୋକ ବାହାର ଦୁନିଆକୁ ଯାଇ କାମ ଅନ୍ୱେଷଣରେ ଚାଲିଯାଆନ୍ତି, ଯଦ୍ୱାରା ଚାଷ କ୍ଷେତ୍ରରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼େ। ଚାଷ କ୍ଷେତ୍ରରେ ଜଣେ ଚାଷୀ ତାର ସମସ୍ତ ସୁବିଧା ସୁଯୋଗ ପାଇପାରେ ନାହିଁ। ତେଣୁ ବର୍ତ୍ତମାନ ସରକାର ଚିନ୍ତା କରିବା, ଚାଷ ପାଇଁ ଯେଉଁ ଯାନ୍ତ୍ରିକ ଉପକରଣ ମାନ ରହିଛି, ଟ୍ରାକ୍ଟରଠୁ ଆରମ୍ଭ କରି କାଦୁଅ ଯନ୍ତ୍ରଠୁ ଆରମ୍ଭ କରି ଧାନ ରୁଆଠୁ ଧାନ ଅମଳ କରିବାଠୁ ଯେକୌଣସି ଯନ୍ତ୍ର ସବୁ ଆଜିକାଲି ବୈଜ୍ଞାନିକ ପଦ୍ଧତିରେ ବାହାରିଛି, ସେସବୁର ଉପକରଣ ଗୁଡ଼ିକ ଅନ୍ତତଃ ପଞ୍ଚାୟତ ସ୍ତରରେ ରାଜ୍ୟ ସରକାରଙ୍କ ତରଫରୁ ରଖିବା ଦରକାର, ଯଦ୍ୱାରା ଗ୍ରାମାଞ୍ଚଳର ଚାଷୀମାନେ ସେସବୁର ବ୍ୟବହାର କରି ଚାଷ କ୍ଷେତ୍ରରେ ନିଜକୁ ହଟେଇ ପାରିବେ ଏବଂ ଅସୁବିଧାର ସମ୍ମୁଖୀନ ହେବେ ନାହିଁ। ଦ୍ୱିତୀୟରେ, ପ୍ରତ୍ୟେକ ଗ୍ରାମୀଣ ସ୍ତରରେ ଲୋକଙ୍କର ଉନ୍ନତି ଆଣିବା ଏବଂ ଆର୍ଥିକ ଅବସ୍ଥାର ପରିବର୍ତ୍ତନ କରିବା ଏବଂ ସ୍ୱାସ୍ଥ୍ୟକୁ ସମୃଦ୍ଧ କରିବା ପାଇଁ ଗାଈ ବା ଗୋପାଳନର ଆବଶ୍ୟକତା ଯଥେଷ୍ଟ ରହିଛି। ଆଗରୁ ଥିଲା ଗ୍ରାମାଞ୍ଚଳରେ ଗାଈ କୁଆର ଏବଂ ଗାଈ ରଖିବା ବ୍ୟବସ୍ଥା ରହିଥିଲା, ଆଜିକାଲି ଆଉ ସେସବୁ ନାହିଁ, ଯଦ୍ୱାରା ଗାଈ କ୍ଷୀର ମିଳିବା କଷ୍ଟ ହେଲାଣି ଏବଂ ଗାଈ କୁଆର ଦ୍ୱାରା ଯେଉଁ ଗାଈ ଗୋଠ ଦ୍ୱାରା ଯେଉଁ ଖତ ସାର ମିଳୁଥିଲା, ତା ମଧ୍ୟ ଆଜିକାଲି ମିଳିବା ସମ୍ଭବ ହେଉନାହିଁ। ତେଣୁ ଗୋ ସମ୍ପଦର ସୁରକ୍ଷା ପାଇଁ ପ୍ରତି ଗ୍ରାମରେ ଗୋଶାଳା ନିର୍ମାଣ କରିବାର ଆବଶ୍ୟକତା ଜରୁରୀ ହେଲାଣି ଏବଂ ସେହି ଗୋଶାଳାରେ ଗାଈ ରଖି ସ୍ଥାନୀୟ ସାଧାରଣ ଚାଷୀ ମୂଲିଆ ଗରିବ ଶ୍ରେଣୀର ଲୋକମାନଙ୍କୁ ସେ ଦାୟିତ୍ୱ ଦେଲେ ସେମାନେ ଗାଈର ଯତ୍ନ ନେବା ସଙ୍ଗେ ସଙ୍ଗେ ଗାଈ କ୍ଷୀର ଯେଉଁ ଉତ୍ପାଦନ ହେବ ତାଙ୍କେ ନିଜେ ବ୍ୟବହାର କରିବା ସହିତ ତାହା ବାହାରକୁ ବିକ୍ରି କରିବେ ଏବଂ ସେହି ଉପଲବ୍ଧ ଧନ ନିଜ ଜୀବନ ଜୀବିକା ପାଇଁ ବ୍ୟବହାର କରିପାରିବେ ଏବଂ ଅବଲମ୍ବନଶୀଳ ମଧ୍ୟ ହୋଇପାରିବେ। ତୃତୀୟରେ, ଗ୍ରାମାଞ୍ଚଳରେ ଗ୍ରାମ ଜଙ୍ଗଲ ଧୀରେ ଧୀରେ କ୍ଷୟ ହୋଇଗଲାଣି। ଗ୍ରାମ ଜଙ୍ଗଲ ସୃଷ୍ଟି ହେଉନାହିଁ। ତେଣୁ ଆବଶ୍ୟକ, ଯଦିଓ ଆଜିକାଲି ପକ୍କା ଘରର ଡାକରା ହେଉଛି ଏବଂ ପକ୍କା ଘର ନିର୍ମାଣ ହୋଇସାରିଲାଣି, ତେଣୁ ଗଛର ଆବଶ୍ୟକତା ଧୀରେ ଧୀରେ କମି କମି ଗଲେ ମଧ୍ୟ ଗ୍ରାମ ଜଙ୍ଗଲର ସୃଷ୍ଟି ହେବା ଅତ୍ୟନ୍ତ ଜରୁରୀ। ଏବଂ ଯେଉଁ ଗାଁ ସ୍ତରରେ ଗ୍ରାମ ଜଙ୍ଗଲରେ ବିଭିନ୍ନ ଉପକରଣ ଗୃହ ଉପକରଣ କାଠ ସହ ମିଳିବା ପାଇଁ ଧ୍ୟାନ ଦେବା ଦରକାର। ତତ୍ସଙ୍ଗେ ସଙ୍ଗେ ଔଷଧୀୟ ବୃକ୍ଷର ମଧ୍ୟ ଲଗାଇବାର ସମୟ ଆସିଛି, ଯଦ୍ୱାରା ସାଧାରଣ ଯୁବକ ଯୁବତୀମାନେ ଆତ୍ମନିଯୁକ୍ତି ପାଇବାରେ ସଫଳ ହୋଇପାରିବେ ଏବଂ ସେମାନଙ୍କର ଆୟର ପନ୍ଥା ବଢ଼ିବ। ଏ ଔଷଧୀୟ ବୃକ୍ଷ, ଔଷଧୀୟ ଫଳ ଫୁଲ ପାଇବା ଦ୍ୱାରା ଆମ ଦେଶରେ ରାଜ୍ୟରେ ବିଭିନ୍ନ ଔଷଧର ଉପକରଣ ଯୋଗାଇ ଦେବା ସେମାନେ ସହାୟକ ହେବେ। ଚତୁର୍ଥରେ, ଗୋଚର ଜମି ଥିଲା ଆଗରୁ, ଆଜିକାଲି ଧୀରେ ଧୀରେ ତାକୁ ନିଜର
ଆକ୍ତିଆର ରଖି ଚାଷ ଗୃହ ଉପଯୋଗୀ କରାଇ ଦେଇଛନ୍ତି, କିନ୍ତୁ ତାହା ଅନୁଚିତ ଅଟେ। ଗୋଚର ଜମି ରକ୍ଷା କରି ସେଠି ଘାସ ଲଗାଇବା, ଘାସ ଚାଷ କରାଇବାର ମଧ୍ୟ ସରକାର ଧ୍ୟାନ ଦେବା ଦରକାର। ଯେଉଁ ଘାସ ରହିଲେ ସେ ଘାସ ଚାଷ କରି ଘାସ ଆଦାୟ କରି ଏଇ ଯେଉଁ ଗ୍ରାମାଞ୍ଚଳରେ ଗୋଶାଳା ରହିଥିବ ସେମାନଙ୍କୁ ଯୋଗାଇ ଦେଲେ ଅନ୍ତତଃ ଗାଈମାନେ ବଞ୍ଚିବାର ସମ୍ଭବ ହୋଇପାରିବ ଏବଂ ସେମାନଙ୍କର ଖାଦ୍ୟ ମିଳିପାରିବ ଏବଂ ଏଥିପାଇଁ ମଧ୍ୟ ଯୁବତୀମାନେ କିଛି ଆର୍ଥିକ ଅବସ୍ଥାର ସୁବିଧା ପାଇପାରିବେ ଏବଂ ନିଜକୁ ଆର୍ଥିକ ଅଗ୍ରଗତିରେ ନିଜକୁ ତୋଳିପାରିବେ। ପଞ୍ଚମଟି ହେଲା, ପ୍ରତ୍ୟେକ ଗ୍ରାମାଞ୍ଚଳରେ ଅନେକ ନଈ ପୋଖରୀ ଆଉ ଜଳ କେନ୍ଦ୍ର ସବୁ ରହିଛି, ଘାଇ ରହିଛି। ସେଥିରେ ବର୍ଷ ସାରା ପାଣି ମଧ୍ୟ ରହୁଛି ଏବଂ ସେହି ପାଣିର ବ୍ୟବହାର ପାଇଁ ମାଛ ଚାଷ କରିବା ଦରକାର ଅଛି, ଯଦ୍ୱାରା ଏଥିରେ ମଧ୍ୟ ଅନେକ ଗ୍ରାମାଞ୍ଚଳର ଯୁବକ ଯୁବତୀମାନେ ଗରିବ ଲୋକମାନେ ନିଜକୁ ଏଙ୍ଗେଜମେଣ୍ଟ କରିପାରିବେ ଏବଂ ମାଛ ଚାଷ କରିବା ଦ୍ୱାରା ଲୋକଙ୍କୁ ଆମେ ଯୋଗାଇ ଦେବା, ବାହାରୁ ଆମଦାନୀ ନ କରି ନିଜର ସ୍ଥାନୀୟ ଗ୍ରାମାଞ୍ଚଳରୁ ମାଛ ବ୍ୟବହାର କରିବାର ସମର୍ଥ ହୋଇପାରିବେ। ଏହାଦ୍ୱାରା ଅନେକ ଯୁବକ ଯୁବତୀମାନେ ଆତ୍ମନିଯୁକ୍ତି ପାଇପାରିବେ। ଷଷ୍ଠରେ, ଗ୍ରାମାଞ୍ଚଳରେ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅନେକ କ୍ଷୁଦ୍ର ଇଣ୍ଡଷ୍ଟ୍ରି, ଛୋଟ ଛୋଟ ଇଣ୍ଡଷ୍ଟ୍ରି ଯେମିତି ଲୁଗା ବୁଣାଠୁ ଆରମ୍ଭ କରି କମାରଶାଳଠୁ ଆରମ୍ଭ କରି ଏବଂ ଅନ୍ୟାନ୍ୟ କ୍ଷେତ୍ରରେ କଂସା ବାସନଠୁ ଆରମ୍ଭ କରି ଯେଉଁ ନିର୍ମାଣ କ୍ଷେତ୍ରରେ ଆମେ ଅନ୍ୟ ଉପରେ ନିର୍ଭର କରୁଛେ, ଗ୍ରାମାଞ୍ଚଳରେ ତାହାର ସୃଷ୍ଟି କରାଗଲେ ବା ଛୋଟ ଛୋଟ ଇଣ୍ଡଷ୍ଟ୍ରି ସ୍ଥାପନ କରାଗଲେ ସେଥିରେ ମଧ୍ୟ ସ୍ଥାନୀୟ ଯୁବକ ଯୁବତୀମାନେ ଆତ୍ମନିଯୁକ୍ତିରେ ଏଙ୍ଗେଜ ହୋଇପାରିବେ ଏବଂ ସେମାନେ ବାହାରକୁ ଦାଦନ ଖଟିବା ପାଇଁ ଯିବା ପାଇଁ ଅନିଚ୍ଛା ପ୍ରକାଶ କରିବେ। ସପ୍ତମରେ, ଆଜିକାଲି ନୂଆ ଯୋଜନା କାର୍ଯ୍ୟକାରୀ ହେଉଛି, ଯାହାକି ପ୍ରଧାନମନ୍ତ୍ରୀଙ୍କ ସୂର୍ଯ୍ୟଘର ଯୋଜନା ମାଧ୍ୟମରେ ସୋଲାର ଲାଇଟ୍ ଦ୍ୱାରା ବିଦ୍ୟୁତ ଆଲୋକ ପାଇବାର ବ୍ୟବସ୍ଥା କରାଯାଉଛି। ଇଏ ଗୋଟିଏ ଭଲ ପଦକ୍ଷେପ। ଏହାଦ୍ୱାରା ପ୍ରତ୍ୟେକ ବ୍ୟକ୍ତିର, ପ୍ରତ୍ୟେକ ଘରର, ପ୍ରତ୍ୟେକ ଚାଷୀ ମୂଲିଆର ସମସ୍ତଙ୍କର ଉପକାର ଆସିବ। ଧନୀଠୁ ଗରିବଠୁ ସମସ୍ତଙ୍କ ପାଇଁ ଏହା ଗୋଟେ ମୂଲ୍ୟବାନ କାର୍ଯ୍ୟକ୍ରମ ଅଟେ। ତେଣୁ ପ୍ରତ୍ୟେକ ଗ୍ରାମାଞ୍ଚଳରେ ପ୍ରତ୍ୟେକ ଘରେ ଏହି ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନା, ସୋଲାର ଯୋଜନା କାର୍ଯ୍ୟକାରୀ କରିବାର ସମୟ ଆସିଛି ଏବଂ ତୁରନ୍ତ ତାର ବ୍ୟବସ୍ଥା କରିବା ଦରକାର, ଯଦ୍ୱାରା ଗ୍ରାମାଞ୍ଚଳର ଜଣେ ସାଧାରଣ ମଣିଷଟିଏ ଯେତିକି ତାର କରେଣ୍ଟ ବ୍ୟବହାର କରିବ, ବଳକା ଓ ବିକ୍ରୟ କରି କିଛି ପଇସା ଯେମିତି ପାଇପାରିବ, ସେଥିପ୍ରତି ସରକାର ଧ୍ୟାନ ଦେବା ଦରକାର। ଏହି ସମୟ ଆସିଛି, ଏହାଦ୍ୱାରା ପ୍ରତ୍ୟେକ ଘରର ସାଧାରଣ ମଣିଷଟିଏ କିଛି ରୋଜଗାରକ୍ଷମ ହେବାର, କିଛି ଆର୍ଥିକ ପାଇବା ଏବଂ ତା ସହିତ ବିଦ୍ୟୁତ ସୁବିଧା ପାଇବାର ସୁଯୋଗ ପାଇପାରିବ। ଅଷ୍ଟମରେ, ପ୍ରାଥମିକ ସ୍ତରରେ ମାତୃଭାଷା ପାଠ ପଢ଼ାଇବା ପାଇଁ ଆଗ୍ରହ ସୃଷ୍ଟି ରହିବା ଦରକାର। ସେଥିପାଇଁ ସରକାର ଏଥିପ୍ରତି ପ୍ରାଥମିକ ବିଦ୍ୟାଳୟମାନ ଯେଉଁ ସ୍ଥାପନ କରିଛନ୍ତି, ସେଥିରେ ମାତୃଭାଷାକୁ ପ୍ରଥମ ଗୁରୁତ୍ୱ ଦେବା ଦରକାର। ତାପରେ ଅନ୍ୟ ଭାଷାକୁ ଦ୍ୱିତୀୟ ଭାବରେ ନିଆଯିବାର ସମୟ ଆସିଛି ଏବଂ ନେବା ଦରକାର। ଏଥିପାଇଁ ଆଇନ ମଧ୍ୟ ପ୍ରସ୍ତୁତ କରିବା ଦରକାର। ଆପଣମାନେ ଦେଖୁଛନ୍ତି, ସରକାରୀ ବେସରକାରୀ ସ୍କୁଲର ସ୍ଥାପନ କରାଯାଇ ପିଲାମାନଙ୍କର ପାଠପଢ଼ାରେ ବିଭିନ୍ନ ଅନ୍ତରାୟ ସୃଷ୍ଟି କରାଯାଉଛି। ତେଣୁକରି ସରକାର
एथिरे आयन प्रणयन करी सरकारी बेसरकारी स्कूल समभाव पिला माने जेपरि पाठ पढ़िबे एथिपई ध्यान देवा दरकार एवं सरकारी सरकारी शिक्षक जो मैंने पढ़ाऊँच से मध्य अदल बदल कर व्यवस्था रहा दरकार एवं पाठ पढ़ार जपरी समृद्धि घटो से संपृक्त शिक्षक को उत्तरदायी करा व्यवस्था रहा दरकार जद्वारा यही सब जो पाठपढ़ा समुद्र जो व्याघात सृष्टि होना समस्ते समभाव शिक्षा सामिल हो पारे एवं शिक्षार मान बुद्धि पार यह प्राथमिक कर्तव्य सरकार ध्यान देवा दरकार ये जो प्राइवेट एवं सरकारी व्यवस्था को समन्वय भाव में परिचालना कर समय आसवा ही दरकार या जदि करा न जाए ताहले पाठ पढ़ारे निश्चित भाव व्याघात सृष्टि हम उत्तम छात्र सृष्टि होवे असुविधा सृष्टि हम। अष्टम सरकार द्वारा अनेक सरकारी कर्मचारी माने कार्यरत थांती सरकार विभिन्न योजना को सेमाने ही काम कराई एवं ताक द्वारा साधारण मनुष्यटीए साधारण गरीब जनताटीए साधारण ये सुविधा पाई तेणुक से माने जो सरकारी कर्मचारी को जो दायित्व दि जाउछि से जमी सुचारू रूपे परिचालना करती ध्यान देवा सरकार दायित्व एवं जो माने नियुक्त जो अच्छा से हृदयबोध करने दरकार एसह जो मान को जो दायित्व दि जाती अवहेला जमती न हुए एवं से माने से उत्तरदायी होगापी व्यवस्था रहा दरकार या यदि न हुए कार्य सेवारे निश्चित व्याघात घटो एवं साधारण जनता क्षति रहा सरकार चिंता करने दरकार। नवम कथा बेसरकारी स्तर राजनैतिक स्तर में अनेक व्यक्ति मानकर कार्यक्रम रही राजनेता हूँ कि तलर ऊपर स्तर पर्यटन जेकोसी हूँ से दायित्व रूँ से आर्थिक सच्छलता को आखि न रखी जनतार सेवा करने ध्यान देवा दरकार से मध्य सचेतनता सृष्टि होगा दरकार से जनसेवाई जो मैंने उद्दिष्ट अच्छा से कर्तव्य अवहेला उत्तरदायी रहा दरकार जद्वारा समाजर मंगल हम एवं से उचित सेवा दे पारे। दशम प्रस्ताव मध्य स्वास्थ्य सेवा एक गुरुत्वपूर्ण से डाक्तर हूँ कि स्वास्थ्यकर्मी हूँ सभी जेकोसी स्तर ग्रामांचल तार कार्यक्रम जमी सामिल हे से ध्यान देवा दरकार जद्वारा समूह भाव में ग्रामांचल जनसाधारण जेहेतु आम ग्राम बहुल देश से सुविधा पाइले से सुस्थ रहिले सहर आड़ को से आकृष्ट हे ना एवं समस्त स्वास्थ्य सेवा निज पाखे पाइपर एवं एथिपाई जो मैंने सेवा दौरान से उत्तरदायी होगा दरकार एवं स्वास्थ्य सेवार से जमी माने साधारण जनसाधारण को सुविधा जोगे देवे से उत्तरदायी होगा दरकार। 11तम प्रस्ताव है आम राज्यर अव्यवस्था मध्य गोटे कथा है राज्यर राजस्व केवल राजधानी तथा सन्निकट अंचल ही सिंहभाग अर्थ खर्च होता है बहुत दुर्भाग्यजनक जे कोठाबाड़ी करदे टका अर्थ खर्च करदे साधारण जनता सुफल हो न था ग्रामांचल समृद्धि घटिले राज्यर राजधानी समृद्धि घटो समस्त शिल्प समस्त कथा समस्त अनुष्ठान यदि गोटे स्थान रखी दि जाए ताले राज्यर अन्य अंचल लोक साइज वंचित होता डिसेंट्रलाइजेशन करिया पड़ो एवं जेकोसी कार्यक्रम गोटे स्थान
संगठित नक विभिन्न स्थान रे तार प्रतिष्ठा कराइबार समय आसी करवा दरकार। सिंह भाग अर्थ गोटे जगह बा निर्दिष्ट जगार खर्च न करा जाई सारा देश रे सारा ग्रामांचल उन्नति पक्षे व्यवहार करने दरकार एवं लोक साधारण जनसाधारण जपरी सुफल पाइपर सहरी हूँ कि ग्रामांचलवासी हूँ समस्त सुविधा पाखर पाइपर ये ध्यान दरकार यह आमर प्रथम व्यतिक्रम घटी थाए जो मैंने शासन क्षेत्र में रहती जो मैंने प्रशासन क्षेत्र में रहती राजनैतिक नेता हूँ से माने सब राजधानी राजधानी निकट में सबु सिंह भाग अर्थ खर्च करिवारे व्यस्त रही देखा जाए और आपण मैंने अनुभव करथिबे जेहेतु आम देखिले आमर सुविधा होनी आम अनुभव करवा आम अंगे लिभेले जाइकी आम सुफल पाइपर एप्रति सरकार मध्य जत्नवान होगा दरकार से समय आसी एथिपई गोटे मानसिक स्तर प्रस्तुति होगा दरकार ये राज्य ये जनसाधारण ये ग्रामांचल ये सहर सबुठार अच्छी सबू समस्तंकर समभाव अर्थ व्यवहार होता है एवं से अर्थ राजस्व समस्तंकर बोली भावी नवा दरकार से समस्त व्यवहार हवा दरकार। जेकोसी उन्नयन कार्यक्रम गोटे जगार माने केंद्रीभूत न होई ता विभिन्न स्तर रे विभिन्न स्थान रे ताहा कार्यकारी हवा ही दरकार। शेष परिवहन रास्ता परिवहन आवश्यकता निहात दरकार। परिवहन रास्ता घाटर उन्नतीकरण नहेले जीवा आसबार सुविधा नहेले लोक कौन सुविधा पाइपर नहीं सबुआड़े सबु जगह को जेपरी कम्युनिकेशन सुविधा हो पार से आम बजेट रे प्राथमिकता दवा दरकार। जेपरी साधारण गाँव बासिंदाटे सहर को जीव बा सहर बासिंदा ग्राम को जीव ये क्षेत्र में कौन सी असुविधा जेपरी सृष्टि नुहे तेणु परिवहन क्षेत्र एवं रास्ता घाटर सुविधा व्यवस्था प्राथमिक दायित्व आम सरकार रहिबा दरकार जद्वारा समस्त सब प्रकार सुविधा पाइपर। ग्रामांचल लोक मैंने निजर आदाय करुवा वस्तु सहर अंचल को नहीं बिक्री कर सहर अंचल लोक निर्माण कर जिन ग्रामांचल को लेकिन सहजरे बिक्री कर पठे पार। तेणु रास्ता घाट कम्युनिकेशन सुविधा जदि न हुए ताहले उन्नति आम भाविया भूल हेब एक कथा निश्चित। तेणु प्रति कथारे प्रति ग्राम रे केवल गोटे दुईटी स्थान जोड़ी सहरी स्थान रे आखि दृश्या रास्ता घाट कर दे रहिबा बाहबा नवा आजिकार डाकरा नुह। तेणु समस्त राजनैतिक नेता माने जो माने को ई सरकार साधारण जनता जो मान को बाछी जो मान को उच्च आसन रे बसई जो माने उच्च स्तर दरमा पाई जो सरकारी कर्मचारी माने उच्च पदवी रही गोटे स्तर रही चिंता करिवार समय आसी जे से माने जमती ग्रामांचल सुविधा प्रति ध्यान देवे एवं बजेट जो होची समस्त अर्थ जमी समभाव बंटन हो पार से प्रति ध्यान देवा समय आसी जहाँ हबार निश्चित भाव व्याघात घटी आपण मैंने सभी अनुभव करें समस्ते सचेतन हेले जानिले जे आमे आमर अर्थरे गोटे जगार केंद्रीभूत न होई तार समीकरण हवा दरकार समस्त अनुभव कर निश्चित समय आसो एथि समस्त सचेतन रही सारी एवं जो मैंने ग्रामांचल राजनैतिक नेता उपरे आमको शासन कर जो मैंने शासन क्षेत्र रही से एक अनुभव करने दरकार। जहा हो आज ये उपस्थापना करुँची जदि किसी भूल थो क्षमा देवे भल थे शेयर करेंगे सब्सक्राइब करेंगे। धन्यवाद।